ଯାତ୍ରା ମାଲିକ ମାନେ ଯଦି କୌଣସି ପାର୍ଟି ବୁକିଂ ରେ ଯୋଉ ଭଳିଆ କଥାବାର୍ତ୍ତା ନୁହଁ, ମ୍ୟାନେଜର ମାନଙ୍କ ତ ତାଠୁ ଆହୁରି ବଳି କଥାବାର୍ତ୍ତା, ଫିଙ୍ଗା ଫୋପଡ଼ା ଭଳିଆ। ମାନେ ଆମେ କମିଟି ମାନେ ଆସିଛୁ ଯାତ୍ରାକୁ ନବା ପାଇଁ, ସେମାନଙ୍କର କଥାବାର୍ତ୍ତା ଗୋଟେ ଫିଙ୍ଗା ଫୋପଡ଼ା ଭଳିଆ, ସତିକା ଆମେ ତାଙ୍କ ଘରର ଚାକର। ପାର୍ଟି ନେଲା ବେଳକୁ ତ କଳାକାର ମାନଙ୍କର କୌଣସି ନୁହଁ, କମିଟି ଆଉ ମାଲିକ ମାନଙ୍କ ଭିତରେ ବୁଝାମଣା। ତେଣୁ କମିଟି ମାନଙ୍କୁ ଆପଣ ଅଗ୍ରାଧିକାର ଦିଅନ୍ତୁ। ଆପଣଙ୍କୁ ଫଣ୍ଡ କିଏ ଦଉଛି, ପଇସା କାହାଠୁ ପାଉଛନ୍ତି? କମିଟି ମାନେ। କମିଟି ମାନେ କାହାଠୁ? ଦର୍ଶକ ମାନଙ୍କର। ତେଣୁକରି କମିଟି ଆଉ ମାଲିକ ଏ ବିଷୟରେ ଗୋଟେ ଆପୋଷ ବସି ଯାହା ଗୋଟେ ସମାଧାନ କରନ୍ତୁ। 2021 ସେଥିରେ ଆମର 13ଟା ଦାବିପତ୍ର ଥିଲା। ଆମର ପ୍ରଥମ ଯୋଉଟା ଥିଲା କି ଯୋଉ ପର ନାଇଟ୍ ରେଟ୍ ଯୋଉଟା ରଖୁଛନ୍ତି ଆପଣ 2.5 ଲକ୍ଷ, ସେଟାକୁ 180 ଭିତରେ ରଖନ୍ତୁ, କିମ୍ବା 180 ରୁ 2 ଲକ୍ଷ ଭିତରେ ରଖନ୍ତୁ, ଯାହାଫଳରେ କି ଟିକେଟ ରେଟ୍ଟା 150 ରୁ 200 ହବ। ବହୁତ ଲୋକ ବି ଦେଖିପାରିବେ, ଯାହାଫଳରେ କି ଯାତ୍ରା ଆହୁରି ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। ସେଟାକୁ ଅଣଦେଖା କଲେ। ଆଉ ଗୋଟେ ଆମେ କହିଲୁ, ଯଦି ଆପଣ ସେଇ ଜିନିଷଟା କରିବେନି, ଆପଣଙ୍କର ତ ନାଟକରେ ଦମ ନାହିଁ। ଯଦି ଭଲ ନାଟକ କରୁଥାନ୍ତି ଆପଣ, ଆଉ ଗୋଟେ ଜିନିଷ, ଯାତ୍ରାରେ ମଡୁଲେସନ ନାହିଁ, ଗୋଟେ ଷ୍ଟାଇଲର ଚାଲିଛି, ନୂତନତ୍ୱ ନାହିଁ। ଯାତ୍ରା ଟିକେ ମଡୁଲେସନ ଆଣନ୍ତୁ, ନୂତନ ଭଲ ବହି ପକାନ୍ତୁ। ମେନ୍ କଥା ହେଲା ନାଟକ ଉପରେ ଗୁରୁତ୍ୱ ଦିଅନ୍ତୁ। ନାଟକ ଉପରେ ଗୁରୁତ୍ୱ ନାହିଁ, ଫାଟକ ଉପରେ ଗୁରୁତ୍ୱ। ଜାପାନରୁ ଆସିବ ଲାଇଟ, ଚାଇନାରୁ ଆସିବ ଗେଟ, ସେ ଖାଲି ନାକୁ ଚୁପ ନୁହଁ। ଆମେ ସବୁ ଜିନିଷଟାକୁ ଅନ୍ୱେଷଣ କରୁଛୁ। ଯାତ୍ରା କମିଟି ମହାସଂଘ ସବୁ ଜିନିଷଟାକୁ ଅନ୍ୱେଷଣ। ଆମେ ଚୁପ୍ କ'ଣ ପାଇଁ? ବର୍ତ୍ତମାନ ଯୋଉ ବିବାଦ ହେଇଛି, କଳାକାର ବିବାଦ ହଉ କି ମାଲିକ ବିବାଦ ହଉ, ଆମେ ତ କୌଣସି ବିବାଦ ଭିତରକୁ ବର୍ତ୍ତମାନ ଯାଇନୁ ନା। ଆମେ କିନ୍ତୁ ବିବାଦକୁ ଯାଇନୁ, କିନ୍ତୁ ଆମେ ସେସବୁକୁ ସବୁ ନିରୀକ୍ଷଣ କରୁଛୁ। କାହିଁକି ନା ଆଫ୍ଟର ଅଲ୍ ମାଲିକ ହୁଅନ୍ତୁ, କଳାକାର ମାଲିକଙ୍କ ପାଖରେ ଚାକିରି କରିବେ। ମାଲିକ ଯେତେବେଳେ ଯାତ୍ରା ପାର୍ଟି ଦେବେ, କାହାକୁ ଦେବେ? କମିଟି ମାନଙ୍କୁ ଦେବେ। ଆମେ ମାନେ ସିନା ନେଲେ ସେମାନେ ଯାତ୍ରା କରିବେ, ଯଦି କମିଟି ମାନେ ଯାତ୍ରା ନ ନେବେ, ମାଲିକ ମାନେ ଯାତ୍ରା କରିବେ କୋଉଠି? ଆମେ ଚୁପ୍ ନାହୁଁ, ଆମେ ସବୁକୁ ଅନୁଧ୍ୟାନ କରୁଛୁ। ତାର ଆମେ ଯେତେବେଳେ ଜବାବ ଦେବା କଥା ଠିକ ସମୟରେ, ଆମ ପାଖକୁ ଯେତେବେଳେ ଜବାବ ଦେବା ପାଇଁ ଆସିବ, ଆମେ ଠିକ ସମୟରେ ଜବାବ ଦେବୁ। ମାଲିକ ମାନେ ଯୋଉ ସବୁ ନୀତି କରୁଛନ୍ତି, ନିଶ୍ଚିତ ଆମେ ଏ ବିଷୟରେ ଜବାବ ଦେବୁ। କାରଣ ମାଲିକ ମାନଙ୍କର ଯୋଉ ଭଳିଆ କମିଟି ମାନଙ୍କ ପ୍ରତି ଅତ୍ୟାଚାର ହଉ କି କମିଟି ମାନଙ୍କ ପ୍ରତି ଜବରଦସ୍ତିଆ ନୀତି, ମାନେ ତାଙ୍କ ମନ ଇଚ୍ଛା ସେ ଗୋଟେ ନିୟମ କରିଦେବେ, ଆମେ କମିଟି ମାନଙ୍କ ଠାରୁ ପିଡିସି ନବୁ, କମିଟି ମାନଙ୍କୁ ପର ନାଇଟ୍ 3 ଲକ୍ଷ। ଆଜି କିଏ ମ୍ୟାନେଜର କହିଲାଣି, ଯଦି ମାଲିକ ମାନେ କହୁଛନ୍ତି, ଆଜି କହୁଛନ୍ତି ନାଇଁ ହଁ 1 ରାତିର କି 2 ରାତିର ପଇସା ଦିଅନ୍ତୁ, ମ୍ୟାନେଜର ମାନେ ତାଠୁ ବା ବଡ ମାଲିକ ଦେଖାଉଛନ୍ତି। ଆପଣ ମାନେ ଦେଖିବେ, ମାଲିକ ମାନେ, ଯାତ୍ରା ମାଲିକ ମାନେ, ହଁ ଆଉ ଗୋଟେ କଥା, ଯାତ୍ରା ମାଲିକ ମାନେ ଯଦି କୌଣସି ପାର୍ଟି ବୁକିଂ ରେ ଯୋଉ ଭଳିଆ କଥାବାର୍ତ୍ତା ନୁହଁ, ମ୍ୟାନେଜର ମାନଙ୍କ ତ ତାଠୁ ଆହୁରି ବଳି କଥାବାର୍ତ୍ତା, ଫିଙ୍ଗା ଫୋପଡ଼ା ଭଳିଆ। ମାନେ ଆମେ କମିଟି ମାନେ ଆସିଛୁ ଯାତ୍ରାକୁ ନବା ପାଇଁ, ସେମାନଙ୍କର କଥାବାର୍ତ୍ତା ଗୋଟେ ଫିଙ୍ଗା ଫୋପଡ଼ା ଭଳିଆ, ସତିକା ଆମେ ତାଙ୍କ ଘରର ଚାକର। ତେଣୁକୁ ଏ ସବୁର ଜବାବ ଦିଆହବ, ମାଲିକ ମାନଙ୍କୁ ଦିଆହବ, ମ୍ୟାନେଜର ମାନଙ୍କୁ ଦିଆହବ, ଯିଏ ବି ସାମ୍ନାରେ ଆସିବ ଜବାବ। କାରଣ କମିଟି ମାନେ ଯାତ୍ରା ନଉଛନ୍ତି। ତେଣୁକରି କମିଟି ହୁଅନ୍ତୁ, ମାଲିକ ହୁଅନ୍ତୁ, ଡାଇରେକ୍ଟର ହୁଅନ୍ତୁ, କର୍ମଚାରୀ ସଂଘ ହୁଅନ୍ତୁ, କଳାକାର ସଂଘ ହୁଅନ୍ତୁ, ଏଇଟା ଗୋଟେ ସମସ୍ତଙ୍କ ଭିତରେ ଗୋଟେ ସମନ୍ୱୟ, କଥା ବ୍ୟବହାର ଚାଲିଚଳନ ଏସବୁକୁ ନେଇକି ବିଶ୍ୱାସରେ ସେମାନଙ୍କର ବେପାର ହୁଏ। ବର୍ତ୍ତମାନ ଯୋଉ ପରିସ୍ଥିତି ହେଲାଣି, ଆଗରୁ ଦେଖନ୍ତୁ ଏଇ ଯୋଉ କଳାକାରଙ୍କର ଏଗ୍ରିମେଣ୍ଟ କ'ଣ ହଉଥିଲା, କଥାରେ ଚାଲିଥିଲା। ବର୍ତ୍ତମାନ କ'ଣ ଏଗ୍ରିମେଣ୍ଟ ହେଲାଣି, ଏଗ୍ରିମେଣ୍ଟ ଉପରେ ବର୍ତ୍ତମାନ ଆହୁରି ବିଭିନ୍ନ ପ୍ରକାର ହେଲେ। ଏଇ ଯୋଉ ଆମ କମିଟି ମାନେ କାହିଁକି ପିଡିସି ନେବେ? କ'ଣ ପାଇଁ ପିଡିସି ନେବେ? ମାଲିକ ମାନେ କହୁଛନ୍ତି ଆମେ ମନୋରଞ୍ଜନ ପାଇଁ ଯାତ୍ରା କରୁଛୁ। ଯଦି ଆପଣ ମାନେ ମନୋରଞ୍ଜନ ପାଇଁ ଯାତ୍ରା କରୁଛନ୍ତି, ତାହେଲେ ପିଡିସି କ'ଣ ପାଇଁ ନେଉଛନ୍ତି? ପିଡିସି କ'ଣ ଚେକ୍ ନିଅନ୍ତି ମନୋରଞ୍ଜନ ପାଇଁ? ଯଦି ସେମାନେ ଏଇ ଜିନିଷଟାର ମାନେ କିଛିଟା ତାଙ୍କର ନାହିଁ, ଯାତ୍ରାକୁ କିମ୍ବା ଯାତ୍ରାକୁ କଳାକୁ ପ୍ରୋତ୍ସାହନ ଦଉଛନ୍ତି, ତାହେଲେ ଆଗେଇ ଆସନ୍ତୁ, କମିଟି ମାନଙ୍କ ସହିତ ଆଲୋଚନା କରନ୍ତୁ। ଯାତ୍ରା ଉପରେ ନିର୍ଭର କରି ଯେତେ ସବୁ ସଂଘ ଅଛି ସେମାନଙ୍କୁ ସମ୍ମାନ ଦିଅନ୍ତୁ। ସମ୍ମାନ ତ ଦୂର କଥା, ପଚାରୁ ବି ନାହାନ୍ତି। ଅଣଦେଖା କରନ୍ତୁ ନାହିଁ। ମୁଁ ଆଜି ବି ମାଲିକ ମାନଙ୍କୁ କହୁଛି, ଅଣଦେଖା କଲେ ନିଶ୍ଚିନ୍ତ ତାର ପରିସ୍ଥିତି ଭୟଙ୍କର ହବ। ସେଥିରେ କୌଣସି ଦ୍ୱିମତ ନାହିଁ। ଯେତେବେଳେ 2021 ଆମେ ତାଙ୍କୁ ଗୋଟେ ଦାବିପତ୍ର ଦେଇଥିଲୁ, ଆମକୁ ପଚାରିଲେନି, ଡାକିଲେନି। ମାଲିକ ସଂଘକୁ ଆମେ ଦେଇଥିଲୁ, ତାର ବି ନକଲ ମୋ ପାଖରେ ଅଛି, ରିସିଭଡ ୱିଥ ରିସିଭଡ, ସାଇନ୍ କରିଛନ୍ତି। ଆମେ କୌଣସି ପୋଷ୍ଟରେ ଦେଇନୁ, ଦେଇଛନ୍ତି। ଯଦି ତାଙ୍କର କମିଟି ମାନଙ୍କ ପ୍ରତି ଦରଦ ଥାନ୍ତା, ନିଶ୍ଚିତ ସେ ଆମକୁ ଡକେଇଥାନ୍ତେ। ନିଶ୍ଚିନ୍ତ ଏହାର କିଛି, ମୋ କହିବା କଥା, କିଛି ମାଲିକ, ସବୁ ମାଲିକ କ'ଣ ଏହାର ଗୋଟେ ନାପସନ୍ଦ କଲେ? ତାହେଲେ ସମସ୍ତେ ଗୋଟେ ନାଉର ମଞ୍ଜି, ସମସ୍ତେ ସେ ଗୋଟିଏ ସ୍ୱର ଦେଲେ। କିନ୍ତୁ ଏଇଭଳିଆ ଏକଚାଟିଆ ମନୋବୃତ୍ତି କଲେ ବେଶୀ ଦିନ ଚାଲିବ ନାହିଁ। କାହିଁକି ନା ଆପଣ ମାନେ ଯାତ୍ରା ପାର୍ଟି କରିଛନ୍ତି, କମିଟି ମାନଙ୍କୁ ନେଇକି ହିଁ ଯାତ୍ରା କରିବେ, ଆପଣ ନିଜେ କିଛି କରିପାରିବେନି। ତେଣୁକରି ସେଟା ଏକଚାଟିଆ ମନୋବୃତ୍ତି ଛାଡ଼ନ୍ତୁ।
आपण माने कमिटी मानक सहित कहीं ना मुझे आपको गोटे कथा कहूँ कलाकार पैसा नेबे काहाठू नेबे मालिक मानक किंतु मालिक माने पैसा काहाठू नेबे कमिटी मानकठू तेणुक जदि कमिटी माने पैसा नदेबे कि यात्रा ननेबे मालिक मानक अवस्था कौन हम आप जानी आउ गोटे कथा मु मन पुनरावृत्ति करई दउची जेतेबेले कोरोना हैला कलाकार माने राजरास्ता को ओल्हेइले मालिक माने भी ओल्हेइले किंतु कमिटी माने ओल्हेई नाहांती एटा भी मन रखंतु 3 मास काल कि दीर्घ 7 मास काल जो पेड़ी पुटुली बंधा है कि यात्रा मालिक माने सब सरंजाम घरे रखिथिले से जिनसटा को मन मने पकांतु तेणुक कहा प्रति कठोर हुअंतु नाही संघ को सम्मान करंतु व्यक्तित्व को सम्मान करंतु ए सबुर आपस समाधान करंतु समाधान करी ये जो कली रे तुरंत जबनिका पकांतु मु एतिकी कहूची कहीं ना मालिक मान को आज भी मु कहूची आपण जदि सम्मान अन्य को न देबे आपण भी सम्मान पाइबेनी तेणुक संघ प्रति सम्मान करंतु समस्ती मध्य समन्वय रक्षा करंतु समन्वय करी आकु तुरंत समाधान करंतु मालिक संघ आम देइतिलु 2021 रे से आमर 13टा दाबी पत्र थिला आमर प्रथम जोटा थिला कि जो पर नाइट रेट जोटा रखुछंती आपण 2.5 लाख सेटा को 180 भितर रखंतु 180 रु 2 लाख भितर रखंतु जहाँ फल कि टिकेट रेटा 150 रु 200 हम बहुत लोक भी देखिपारे जहाँ फल कि यात्रा आहरी लोक मान पाखे पहुँची पार सेटा को अणदेखा कले आउ गोटे आम कहलु जदि आपड़ से जिनसटा करेनि आपणकर तो नाटक दम ना जदि नाटक भल नाटक करूँ आउ गोटे जिनस यात्रा मडुलेसन ना गोटे स्टाइल चलती नूतनत्व ना यात्रा टी मडुलेसन आणतु नूतन भल बही पकातु मेन कथा नाटक उपर गुरुत्व दिंतु नाटक उपर गुरुत्व नहीं फाटक उपर गुरुत्व जापान रु आसीबो लाइट चाइना रु आसीबो गेट से खाली ना को किंतु मेड इन इंडिया इंडिया रे मना होतो सेटा लेखा किंतु लेखा हो जापान रु डॉल्बी डिजिटल साउंड देखला बेलको साउंड से गोटे प्रकार ए सब भ्रमित न करिकी नाटक उपर फोकस दियंतु भल नाटक आणतु समाज को भल वार्ता देला भली नाटक जो थे कि कलाकार माने सेटा को भल नाटक परिवेषण करेंगे दर्शक माने ताको देखिबा को आसे कमिटी माने भी लाभवान न हेले भी मालिक मानकर जेति पर नाइट चुक्ति से जिनसटा को उठेई देबे आउ गोटे कथा होची यात्रा को जो जो व्यवसायीकरण मनोवृत्ति माने व्यवसायीकरण मनोवृत्ति माने ऊर्ध्वरे पीडीसी देले आमे जीवु चेक देले आमे जीवु नहल नाही जीवु नै ए सब कोन एटा कोन यात्रार आज्ञा नियम से माने जहा कहबे आमे आमे नियम कर देबु सेटा को कमिटी माने मानिबे कोन बाध्य हां यार गोटे समस्ते बसिकी गोटे नियम करंतु जोटा समस्ती के सुहाइला भलिया हबो आपण निजे निजे कर देले कोन सेटा समस्त मानिबे बोली बाध्य की कमिटी मान को डाकतु कलाकार मान को डाकतु जो मान को आप देखो एथिरे तो यात्रा पार्टी नेला बेलू तो कलाकार मानकर कौन सी न कमिटी आ मालिक मान भीतर बुझाणा तेणु कमिटी मान को आप अग्राधिकार दिंतु आपण को फंड किए दौची पैसा काहाटू पाउछंती कमिटी माने काहाटू दर्शक मान तेणुक कमिटी आउ मालिक ये विषय गोटे आपस बसी जहाँ गोटे समाधान करंतु ये यात्रा को केमिति आहरी आपण लोक मान पाखे पहुंची सरलीकरण करें यात्रा रेट को कम करंतु टिकेट रेट को कम करंतु नाई जदि आपणकर नाटक भल नाटक करंतु कमिटी मान को परसेंटेज रे यात्रा करंतु कमिटीर लॉस हेनी आपणकर लॉस आपणकर नाटकर दम अच्छी फाटक जदि कहते नाटक फाटक लाइट आमर सब दम अच्छी ताले आपण करूना परसेंटेज रे कैंप कहीं कंट्राक्ट रे करूछंती कोन पई करूछंती एटा कले तो ऑटोमेटिक कमिटी माने आ एते लॉस सहीबेनी आ गोटे कथा मु देखुची कमिटी माने किछि किछि कमिटी जदि माने पैसा देई पारुनांती तांको जबरदस्ती तो करूछंती तांको कोन करूछंती कोर्ट नोटिस भी करूछंती माने चेक बाउंस चार्जेस भी कर एथुरु भी क्षांत रहंतु एटा कले आपनकर सम्मान बढ़िबनी सम्मान हानि हबो आपण चिंता करबानो जो माने ए सब धंदा करूछंती तांको यात्रा पार्टी वर्तमान स्थिति कौन से माने देखंतु मालिक माने निजे से जिनस को परखंतु मुआ विशेष किछि कहूनी से निजु निज ए जिनसटा को परखंतु नहले यात्रा दिन को दिन विपथगामी हबो विपथगामी तो ऑलरेडी हेलानी बुड़ी जीव मत सिनेमा इंडस्ट्री भली यात्रा भी बुड़ी जीव दर्शक कहीं आसबे ये जो कंट्रोवर्सी होउची दर्शक तो आसु नाहांती दर्शक यात्रा प्रति मुह फेरेइले ए वर्ष जाओ बहुत वर्ष पर ए वर्ष भल नाटक 2-3 थिला बर्तमान ए सब परिस्थिति नाटक देखा भी आ दर्शक आसुना जो भाया परिस्थिति है ए सब कंट्रोवर्सी भितर तेणुक कमिटी माने लॉस चाहते
ଯୋଉମାନେ ଲସ୍ ସେମାନେ ବର୍ଷକୁ ଯାତ୍ରା ନବାକୁ ଡରିବେ ନା। ବର୍ତ୍ତମାନ ଏଇ ପରିସ୍ଥିତି ହିଁ ଚାଲିଛି। ସେଇ ପରିସ୍ଥିତିରେ 2-3ଟା ଯାତ୍ରା ଅନୁଷ୍ଠାନ ବନ୍ଦ ହେଇଗଲାଣି। ଏଇ ଯୋଉ କନ୍ଦଳ ଭିତରେ ସ୍ୱର୍ଣ୍ଣ ମନ୍ଦିର ଗୋଟେ ଆଗରୁ ବନ୍ଦ ହେଇଥିଲା, ବାଘା ଜ୍ୟୋତି, ଏଇଭଳିଆ ସ୍ୱର୍ଣ୍ଣ ମନ୍ଦିର ହଉ କି ବାଘା ଜ୍ୟୋତି, ଆଗରୁ ବି ଆଉ ଗୋଟେ ବି କି ପାର୍ଟି ବି ଗୋଟେ ବନ୍ଦ ହେଇଯାଇଥିଲା। ସିଏ ବି ସାଇ ଦୁର୍ଗା ନାହିଁ, ସେ ଲିପି ଟୁକୁନାଙ୍କର ଯୋଉ ଗୋଟେ ରାଜା ରାଣୀ ରଙ୍ଗମଞ୍ଚ, ସିଏ ବି ବନ୍ଦ ହେଇଯାଇଥିଲା। ରଙ୍ଗ ତରଙ୍ଗ ବି ଚାଲିଛି, କୋଉଠି କଣ ଚାଲିଛି, କିନ୍ତୁ ଏସବୁ ପାର୍ଟି ଗୁରା ଯୋଉ ବନ୍ଦ, ଏଥିରେ ବି କମିଟି ଶୋଷଣ ହଉଛନ୍ତି। କାରଣ କମିଟି ମାନେ ଯୋଉ ଅଗ୍ରିମ ଦଉଛନ୍ତି, ସେ ଅଗ୍ରିମ ପାଉନାହାନ୍ତି। ଯେ ପାର୍ଟି ନେବେ ବୋଲି ବର୍ଷେ ଆଗରୁ ଯୋଉ ବୁକିଂ କରିଥିବେ, ବର୍ଷେ ଆଗରୁ ବୁକିଂ କରିଥିବେ, ପଇସା କିଛି କିଛି ଲକ୍ଷେ ହୁଅନ୍ତୁ କି 1.5 ଲକ୍ଷ ହୁଅନ୍ତୁ ଦେଇଥିବେ। ବର୍ତ୍ତମାନ ସେ କଣ ହେଲା, ପାର୍ଟି ବନ୍ଦ ହେଲା, ମାଲିକ ବର୍ତ୍ତମାନ ଲୁଚୁଛନ୍ତି, ସେ ପ୍ରଯୋଜକ ଲୁଚୁଛନ୍ତି, ମ୍ୟାନେଜର ଲୁଚୁଛନ୍ତି। ମ୍ୟାନେଜରଙ୍କୁ ଫୋନ କଲେ ମୁଁ ମାଲିକ ମାନଙ୍କୁ ହିସାବ ଦେଇଦେଇଛି, ସେ କଣ କମିଟି ବର୍ତ୍ତମାନ ବାର ଦ୍ୱାର ସିନ୍ଧି ପିଣ୍ଡା, ଆଙ୍କୁ ଫୋନ କରୁଛି, ତାଙ୍କୁ ଫୋନ, ସେଥିରେ ବି କମିଟି ବି ଶୋଷଣ ହଉଛନ୍ତି। ତେଣୁକରି ସରକାରଙ୍କୁ ଆମେ ଏ ବିଷୟରେ ଅବଗତ କରାଇଥିଲୁ, ଏବେ ବି ନିଶ୍ଚିତ ଆହୁରି ଅବଗତ। ସରକାର ଯାତ୍ରା ପାଇଁ ଗୋଟେ ସ୍ପେଶାଲ ଏସ୍ଓପି ଆଣନ୍ତୁ, ନିୟମାବଳୀ ଆଣନ୍ତୁ, ଏବଂ ସେ ନିୟମାବଳୀ ମାଲିକ ମହାସଂଘ ହଉ କି କମିଟି ସଂଘ ହଉ କି କଳାକାର ସଂଘ, ପୁଙ୍ଖାନୁପୁଙ୍ଖ ସମସ୍ତଙ୍କ ସମନ୍ୱୟରେ ଗୋଟେ ଏସ୍ଓପି ଆସୁ, ସେଟାକୁ ସମସ୍ତେ ମାନନ୍ତୁ, ତାହେଲେ ଯାତ୍ରା ଚିରସ୍ଥାୟୀ ହବ, ନହେଲେ ବୁଡ଼ିଯିବ। ଏଥିରେ କୌଣସି ଦ୍ୱିମତ ନାହିଁ।